ବାସର ରାତିରେ ରଜନୀଗନ୍ଧାର ସେଜ ସଜାଇଥିଲି ସ୍ତ୍ରୀ ପାଇଁ। ମଉଳି ଗଲା ରଜନୀଗନ୍ଧାର ସେଜ, ମତେ କାଳିଆ କହି ଚାଲିଗଲା ସେ ଝିଅ। ଏମିତି ଝିଅର ହାତ ଧରିଲି କାନ୍ଦି କାନ୍ଦି ଦିନ ସରିଲି। କାହିଁକି ସେ ଝିଅକୁ ବାହା ହେଲି? ମୋ ସୌନ୍ଦର୍ଯ୍ୟକୁ ନେଇ ମତେ କେତେ କଥା ଶୁଣିବାକୁ ପଡୁଛି। ସେ ଝିଅକୁ ବାହା ହେବା ଦିନରୁ ମତେ ସନିଦଶା ପଡିଛି। ତା ହାତ ଧରିବା ଦିନରୁ ସେ ମୋର ଧୈର୍ଯ୍ୟ ଉଡ଼ାଇ ଯାଇଛି। ମୁଁ କାନ୍ଦୁଛି ଆଉ ବାହା ହେବା ଦିନରୁ କାନ୍ଦି ଚାଲିଛି। ମତେ କାଳିଆଟେ କଦର୍ଯ୍ୟଟେ କହି ମୋ ସୌନ୍ଦର୍ଯ୍ୟକୁ ଉପହାସ କରୁଛି। ମୁଁ କ'ଣ ଦେଖିବାକୁ ଏତେ ଅସୁନ୍ଦର? ସେ ଝିଅର ପରିବାର କ'ଣ ମତେ ନ ଦେଖି ଝିଅକୁ ବାହା ଦେଇଥିଲେ? ଯଦି ଝିଅର ମୁଁ ପସନ୍ଦ ନଥିଲି ତାହେଲେ କାହିଁକି ମତେ ବାହା କରାଉଥିଲେ? ବାପ ଝିଅ ଦୁହେଁ ମିଶି ମତେ ଓ ମୋ ପରିବାରକୁ ଚକମା ଦେଲେ। ମୋର ସବୁ ସ୍ୱପ୍ନ ଭାଙ୍ଗିଗଲା। ବାହା ହେଇ ମୁଁ ଲୋକଲଜ୍ଜା ସହିଛି। ବାହା ହେବି ବୋଲି ସବୁ ପୁଅଙ୍କ ଭଳି ମୁଁ ବି ଅନେକ ସ୍ୱପ୍ନ ଦେଖିଥିଲି। ଚଉଠି ରାତିରେ ରଜନୀଗନ୍ଧାର ସେଜ ବି ପ୍ରସ୍ତୁତ କରିଥିଲି। ମୋ ସ୍ତ୍ରୀକୁ ଖୁସିରେ ରଖି ସ୍ପେଶାଲ ଫିଲ୍ କରାଇବାକୁ କେତେ କ'ଣ ଭାବିଥିଲି, ହେଲେ ମୋର ସବୁ ଭାବନାରେ ହିଁ ରହିଗଲା। ହଁ ଆଜ୍ଞା, କଟକ ନିଶ୍ଚିତ କୋଇଲିର ଏହି ଘଟଣା ସାରା ଓଡ଼ିଶାରେ ଚହଳ ପକାଇଛି। ବିବାହ ପରେ ଚଉଠି ପୂର୍ବରୁ କନ୍ୟା ଶାଶୁଘରୁ ଚମ୍ପଟ ମାରିବା ପରେ କନ୍ୟା କହୁଛି ମୁଁ ଆଉ ସେ କାଳିଆ ବର ପାଖକୁ ଯିବି ନାହିଁ। ସେ ବର ମୋର ପସନ୍ଦ ଆସୁନି। କନ୍ୟା ପରିବାର ଲୋକେ କହୁଛନ୍ତି ବରଟା କୁଆଡ଼େ ଜମା ଭଲ ଦେଖିବାକୁ ନୁହେଁ। ତେଣୁ ଝିଅ କହିଲା ମୋତେ ଶାଶୁଘରୁ ନ ନେଲେ ବଡ଼ ଅଘଟଣ ଘଟାଇଦେବି। ସକାଳୁ ମୋତେ ନୁହେଁ ମୋ ଶବ ପାଇବ। ଆଉ ବାପା ଚତୁର୍ଥୀ ପିଣ୍ଡ ପଡ଼ିବା ପୂର୍ବରୁ ଯାଇ ଯୋଜନା କରି ଝିଅକୁ ସାଥିରେ ଧରି ପଳାଇ ଆସିଲା। ମାର ଦେହ ଭଲ ନାହିଁ କହି ଅନେକ କାହାଣୀ ଶୁଣାଇ ବାପା ଝିଅକୁ ଘରକୁ ନେଇ ଆସିଲେ। ଆଉ ଏବେ ସମାଧାନ ପାଇଁ ଦୁଇ ପକ୍ଷ ଆସୁଛନ୍ତି। ଝିଅ ବାପାଙ୍କ କହିବା କଥା, ଝିଅ ଆଉ ରାଜି ନାହିଁ ବର ଘରକୁ ଯିବାକୁ। ଏଭଳି ପରିସ୍ଥିତିରେ ବାହାରି ପାରୁନି ସମାଧାନ। ବର ପକ୍ଷ କନ୍ୟା ପକ୍ଷ ବସୁଛନ୍ତି ସମାଧାନ ପାଇଁ, କିନ୍ତୁ ସମାଧାନ ହୋଇପାରୁନି। ଆଉ ଲୋକେ କହୁଛନ୍ତି ବର ଏବେ ଭାବୁଥିବ ଏମିତି ଝିଅକୁ ବାହା ହେଲେ ଯେ ଲୋକେ ହସା ହୋଇଗଲେ। ବିତା ମୁଁ ହଉଛି ପୁଅର ମଝିଆଣୀ ଭାଉଜ। ଘଟଣା ହେଇଛି କ'ଣ, ଆମର ବାହାଘର ହେଇଗଲାଣି ଆଜିକି ହେଇଥିଲା ମଙ୍ଗଳବାର ଦିନ ବାହାଘର 10 ତାରିଖରେ। ଆଜି ଆମର ଭୋଜି 13 ତାରିଖରେ। ଝିଅର ବାପା ଆସିକି ତାଙ୍କ ଝିଅକୁ ନେଇ ଯାଇଛନ୍ତି। ଆଉ ସେ ଝିଅ କହୁଛି କି ମୁଁ ଆଉ ଆସିବି ନାହିଁ। କେମିତି ନେଇଗଲେ? ନେଇଗଲେ, ହଁ, ତାଙ୍କ ବାପା ଆସିଥିଲେ, କହିଲେ କି ମୋ ସ୍ତ୍ରୀଙ୍କ ଦେହ ଖରାପ, ମାନେ ଝିଅର ମାଙ୍କ ଦେହ ବହୁତ ଖରାପ, ଅସୁସ୍ଥ, ଆଉ ସେ କଥା କହିପାରୁନାହାନ୍ତି କି ଚାହିଁ ପାରୁନାହାନ୍ତି, ତାଙ୍କ ଝିଅକୁ ଖୋଜୁଛନ୍ତି, ଆଉ ସେ ଦେଖିବାକୁ ଚାହୁଁଛନ୍ତି। ତାପରେ ଆମ ଘର ଲୋକ, ଆମର ତ ଓଡ଼ିଆ ପରମ୍ପରା ବିଷୟରେ ଜାଣିଥିବେ, ତାପରେ ସେ କହିଲେ କି ନାଇଁ ଆମର ଚତୁର୍ଥୀ କର୍ମ ସରିନାହିଁ, ଆଉ ଠାକୁରଙ୍କର କିଛି କ'ଣ ଲଗେଇଥାନ୍ତି, ସେଇଟା ନ କାଢ଼ିବା ସରିକି ଯାଆନ୍ତି ନାହିଁ। ତେଣୁକରି ଆମ ଘର ଲୋକ ସମସ୍ତେ ବିରୋଧ କଲେ। ତାପରେ ସେ କହିଲେ ଗୋଟେ ମା ଦେଖିବାକୁ ଚାହୁଁଛି ତା ଝିଅକୁ, ଗୋଟେ ବେଲି ଝିଅ, ଆଉ ତମେ କେମିତି ମନା କରୁଛ ଯଦି ତମ ମା ହେଇଥାନ୍ତା? ତେଣୁକରି ଏସବୁ କଥା ଭିତରେ ଆମେ ମନା କଲା ଭିତରେ ବି ସେ ବହୁତ ବାଧ୍ୟ କଲେ। ତାପରେ ସେଇଠୁ ବାଧ୍ୟ କଲା ପରେ ମୋ ହଜବେଣ୍ଡ ଆସିକି କହିଲେ କି ନାଇଁ, ସେ ଯଦି ତୋ ମା ହେଇଥାନ୍ତେ, ମତେ ସେ ବୁଝେଇଲେ କି ଯଦି ତୋ ମା ହେଇଥାନ୍ତେ, ଯଦି ଅତି ଖରାପ ହେଇଥାନ୍ତେ, ଯଦି ଦେଖିବାକୁ ଚାହିଁଥାନ୍ତେ, ତୁ କ'ଣ ମନା କରିଥାନ୍ତୁ? ଆଉ ସମସ୍ତଙ୍କୁ ଘରକୁ ବୁଝା। ମୁଁ ସେଇଠୁ କହିଲି ହଉ, ସେ ଯଦି ଚାହୁଁଛନ୍ତି ତାଙ୍କ ଝିଅକୁ ନବା ପାଇଁ ନିଅନ୍ତୁ। ସେଇଠୁ ତାଙ୍କ ବାପା ସେଇଠୁ କହିଲେ ଯେମିତି ଆମେ ସେଇଠୁ ସମସ୍ତେ ଘରେ ପଠେଇଲୁ। ପଠେଇଲା ପରେ ସେ କହୁଛନ୍ତି ଅଇକା ତାଙ୍କ ଝିଅ ଆଉ ଆସିବେନି ବୋଲି କହୁଛନ୍ତି। ମାରଙ୍ଗ ପଞ୍ଚାୟତର ମୋ ନାଁ ଅଶୋକ କୁମାର ଭୋଇ। ଆମ ଘରେ ଆମର 3 ଦିନ 4 ଦିନ ହେଲାଣି ଆମର ଭାଇର ଗୋଟେ ବାହାଘର ହେଇଥିଲା। 10 ତାରିଖରେ ବାହାଘର ହେଇଥିଲା, ଆଜି 13 ତାରିଖରେ ଭୋଜି। ଭୋଜିରେ ସବୁ ଆୟୋଜନ ହେଇଥିଲା, 1000-1200 ଲୋକଙ୍କର ଆୟୋଜନ ହେଇଥିଲା ସବୁ। ଆଉ ହଠାକିଣା ଆମର ସବୁ ନିମନ୍ତ୍ରଣ ବି କାର୍ଡ଼ ବଣ୍ଟା ହେଇଯାଇଥିଲା। ଆମେ ଯାଇକି ଆମେ ଗାଁରେ ନିମନ୍ତ୍ରଣ କରୁଥିଲୁ। ନିମନ୍ତ୍ରଣ କଲାକୁ ହଠାକିଣା ଫୋନ୍ ଆସିଲା ଘରୁ, ଆଉ ଝିଅବାଲା ବାପା ଆସିଛନ୍ତି ଘରକୁ। ଆମେ କହିଲୁ ଆସିଥିବ, ଝିଅର ବାପା ଆସି ତା ଝିଅକୁ ଦେଖା ଦେଖି କରିବାକୁ ଆସିଥିବ ନା। ଆଉ ହଠାକିଣା ଆମେ ଜାଣିଛୁ ତା ଝିଅକୁ ତାକୁ ନେବା ଭଳି ପାଇଁ ଏତେ ପ୍ୟାନ୍ ଖଞ୍ଜିକି ଆଇଛି, ଆମେ ସେଇଟା ଜାଣିନୁ। ହଠାକିଣା ଆସି କହିଲା ପରେ କହିଲା ଆଉ ଆମ ମାଆର ତାର ଖାଲି ଝିଅକୁ ଦେଖିବାକୁ ତାର ଇଏ କରୁଛି, ଆଉ ତମେ ଝିଅକୁ ଛାଡ଼, ଆମେ ସାଙ୍ଗେ ସାଙ୍ଗେ ଆସିକି ନେଇଯିବୁ, ସାଙ୍ଗେ ସାଙ୍ଗେ ଆଣି ଛାଡ଼ିବୁ। ଘରକୁ କହିକି ମେଡ଼ିକାଲ କହି ଘରକୁ ନେଇଯାଇଛନ୍ତି। ମତେ ଯାଇକି ସକାଳୁ ଆଜି କହିଲା ନାନା ଆଉ ଚାଲେ, ତା ବୋଉ ଝାଡ଼ା ବାନ୍ତି ହେଇ ପଡ଼ିଛି, ମେଡ଼ିକାଲରେ ପଡ଼ିଛି, ଆଉ ମୋ ଝିଅକୁ ଦେଖିବ ବୋଲି ତା ମା କହିଲା, ଆଉ ଯା ଟିକେ ନେଇ ଆଇଲେ, ମୋ ଝିଅଟାକୁ ଦେଖିବ, ସାଙ୍ଗେ ସାଙ୍ଗେ ଦେଖିକି ପଳେଇ ଆସିବ। ସେଠୁ ମୁଁ ସେଠୁ ଆଙ୍କମାନଙ୍କୁ ପଚାରିଲି, ଏମାନେ ଶୁଣିଥିଲେ ଆମେ ପଠେଇବୁନୁ, ମନା କଲେ। ସେଠୁ ଏମାନେ ସେଠୁ ଟୁଲୁ ସେଠୁ ଆସି ପଡ଼ିଲା, କହିଲା ଯଦି କହୁଛି ମାଆକୁ ଦେଖିବା ପାଇଁକି ତାହେଲେ ସେ ଯାଇକି ଆଉ ମୁଁ କହିଲି ତାହେଲେ ଯଦି ଯାଆନ୍ତୁ, ସେ ସ୍ୱାମୀ ସ୍ତ୍ରୀ ଯାଆନ୍ତୁ ଦେଖିକି ପଳେଇ ଆସିବ। ମୁଁ ତାଙ୍କୁ କହିଲି ସାଙ୍ଗେ ସାଙ୍ଗେ ଛାଡ଼ିଦେବୁ ଛୁଆଙ୍କୁ। ତାପରେ କହିଲେ, ସେଠୁ ମୁଁ ସାଙ୍ଗେ 2 ଜଣଙ୍କୁ ସବୁ ଛାଡ଼ିଲି। ସେ କାରରେ ଗଲେ, ମୁଁ ତା ସାଙ୍ଗରେ ବାଇକରେ ଗଲି। ଯଦି ଗଲୁ ତୁ କହିଲୁ, ମୁଁ ତାଙ୍କୁ ସାଙ୍ଗେ ସାଙ୍ଗେ ଛାଡ଼ିବି। ତାପରେ ଘରକୁ ସେ ପଳେଇ ଗଲେ। ଘରକୁ ଯାଇଲା ଭିତରେ ଦେଖିଲା ବେଳକୁ ସେ ମେଡ଼ିକାଲ ନ ଯାଇକି ତାଙ୍କ ଘରକୁ ଯାଇଛନ୍ତି। ସେଠୁ ଫୋନ୍ ଆସିଲା ଯେ ଭଲ ଅଛନ୍ତି ସମସ୍ତେ।
ତାପରେ ପୁଣି କହୁଛି ଝିଅ କହୁଛି ମୁଁ ବିଷ ଖାଇ ମରିବି ପଛେ ସେଠିକି ଆଉ ଯିବିନି। ମୁଁ କହିଲି କେମିତି ଏକଳିଆ କଥା ହେଲା, ତୁ ଯଦି ତୋର ଝିଅ ବିଷ ଖାଇବ କାହିଁ ମୋତେ ସକାଳେ ସେ କଥା କହିଲୁନୁ, ଗୋଟେ କ'ଣ ଫଇସଲା କରିଦେଇଥାନ୍ତା। ପୁଣି ଝିଅକୁ ଘରେ ନେଇକି ମୋତେ ଏଭଳିଆ କଥା କହୁଛୁ। ତାଙ୍କର ଯୋଉ ଏତେ ଟଙ୍କା ସାରିଛନ୍ତି ସେ ଏତେ କିଏ ଦବ ସେ ଭରଣ ପୋଷଣ? ହାଁ, ନା ମୁଁ କ'ଣ ଜାଣିଛି ସେ ଏମିତି କରିବ ବୋଲି, ବିଷ ଖାଇ ମରିବ ବୋଲି କହିଲା, ସେଇଥିପାଇଁ ବାଧ୍ୟ ହେଇକି ମିଛ କହିକି ଆଣିଛି ହେଲା। ଏଇଭଳିଆ କଥାବାର୍ତ୍ତା କଲେ। ହଁ, ଏ ଭାଇର ଝିଅ ସିଏ ଆଉ। ବାହାଘର 3 ଦିନରେ ଝିଅ ପଳେଇଲା ଆଉ ବରର ସୌନ୍ଦର୍ଯ୍ୟର ଧ୍ୱଜା ଉଡ଼ାଇ ଦେଇଗଲା। ରିପୋର୍ଟ ଓଡ଼ିଶା ସୂଚନା।